ଜୟ ଜଗନ୍ନାଥ। ଜମି କିଣିଲା ବେଳେ ପ୍ରାୟ ଜମିରେ ତ୍ରିଭୁଜ ଆକାର ଥିବ କିମ୍ବା କୌଣସି କୋଣ କମ୍ ଥିବ। ସ୍କୋୟାର ସାଇଜ୍ ଜମି ହେଉ କିମ୍ବା ଆୟତକ୍ଷେତ୍ର ଜମି ମିଳିବା କଷ୍ଟକର ଥାଏ। ଯଦି ଭୂଖଣ୍ଡ ହ୍ରାସ ଥାଏ, ଭୂଖଣ୍ଡ ବୋଲନ୍ତେ ଯେକୌଣସି କୋଣ କମ୍ ଥିବ, ଯଦି ଏମିତି ଜମି କିଣିଛନ୍ତି ବା କିଣିବାକୁ ଚାହୁଁଛନ୍ତି, କେଉଁ ଭୂଖଣ୍ଡ କମ୍ ଥିଲେ କି ଫଳ ଆମେ ପାଇବା? ସାଧାରଣତଃ ଯଦି ଦେଖିବା, ଐଶାନ୍ୟ କୋଣର ଜମିର ଯଦି ଭୂଖଣ୍ଡ କମ୍ ଅଛି ବା ହ୍ରାସ ଅଛି, ଯେଉଁ ଭୂଖଣ୍ଡର ଐଶାନ୍ୟ କୋଣ ପୂର୍ବ ଉତ୍ତର କୋଣ କିମ୍ବା ପୂର୍ବ କୋଣ ହେଉ ନହେଲେ ଉତ୍ତର କୋଣ ହେଉ, ଯଦି ଉଭୟ ପଟ ହ୍ରାସ ଅଛି ବା କମ୍ ଅଛି, ସେପରି ଭୂଖଣ୍ଡରେ ଘର କଲେ ବାସିନ୍ଦାମାନେ ସେମାନେ କ'ଣ କରିବେ ନା କର୍ମୋନ୍ନତି ହୋଇ ଅର୍ଥ ଲାଭ ହୁଏ, କିନ୍ତୁ ଅପବ୍ୟୟ ଅଧିକ କରନ୍ତି। ତେଣୁ ଐଶାନ୍ୟ କୋଣ ଭୂଖଣ୍ଡ ଅଧିକ ଥିବା ଜମି କିଣିଲେ ବାସ୍ତୁ ପାଇଁ ମଙ୍ଗଳପ୍ରଦ ହୋଇଥାଏ। ଯଦି ସେପରି ଭୂଖଣ୍ଡ ଆମେ ଦେଖିବା, ଅଗ୍ନିକୋଣ ଦକ୍ଷିଣ ପୂର୍ବ କୋଣ, ଯଦି ଆଗ୍ନେୟ କୋଣ ପୂର୍ବ କିମ୍ବା ଦକ୍ଷିଣ, ଯଦି ଉଭୟ ପଟ କମ୍ ଅଛି, ସେପରି ଭୂଖଣ୍ଡରେ ଘର କଲେ ଶୁଭ ଫଳ ମିଳେ। କର୍ମୋନ୍ନତି ହେବା ସହିତ ଅର୍ଥ ଲାଭ ମଧ୍ୟ ଅଧିକ ହୁଏ। ସାଧାରଣତଃ ଅଗ୍ନିକୋଣ ଯଦି କମ୍ ଭୂଖଣ୍ଡ ଜମି କିଣୁଛନ୍ତି, ତାହେଲେ ସେ ଭୂଖଣ୍ଡରେ ଘର ପାଇଁ ଲାଭଦାୟକ ହୋଇଥାଏ। ପୁଣି ନେକ୍ସଟ ଯିବା ନୈಋତ କୋଣ। ନୈଋତ କୋଣ ଦକ୍ଷିଣ ପଶ୍ଚିମ କୋଣ। ସେପରି ଭୂଖଣ୍ଡରେ ଯଦି ଆପଣ ହ୍ରାସ ଅଛି କିଣୁଛନ୍ତି, ଦକ୍ଷିଣ ହେଉ କିମ୍ବା ପଶ୍ଚିମ ହେଉ, ଯଦି ସେ କୋଣରେ ହ୍ରାସ ଅଛି ଆପଣ ଜମି କିଣୁଛନ୍ତି, ତାହେଲେ ଅଶୁଭ ଫଳ ମିଳେ। ସେ ଘରର ବାସିନ୍ଦାମାନେ କୁକର୍ମର କରନ୍ତି ଏବଂ ଅର୍ଥହାନି ହୋଇଥାଏ। ସେ ଘରକୁ ପିତୃଦୋଷ ଲାଗିଥାଏ। ତେଣୁ ନୈಋତ କୋଣ କମ୍ ଥିବା ଜମି କିଣିବା ବାସ୍ତୁ ପାଇଁ ନିହାତି କ୍ଷତିକାରକ। ନେକ୍ସଟ କୋଣ ଯଦି ଆସିକି ଦେଖିବା, ଆପଣଙ୍କର ବାୟୁକୋଣ ପଶ୍ଚିମ ଉତ୍ତର କୋଣ, ଯଦି ସେପରି ଭୂଖଣ୍ଡ ଆପଣ ଯଦି କିଣୁଛନ୍ତି, ଉତ୍ତର ହେଉ କିମ୍ବା ପଶ୍ଚିମ ହେଉ, ଯଦି ଉଭୟ ପଟ କମ୍ ଅଛି, ତାହେଲେ ସେପରି ଭୂଖଣ୍ଡ ଆପଣ କିଣିଲେ ଅଶୁଭ ଫଳ ପ୍ରଦାନ କରେ। ସେ ଘରରେ ଧନହାନି ଯୋଗ କରିଥାଏ। ତେଣୁ ଭୂମି କ୍ରୟ କଲାବେଳେ ଆପଣ ଧ୍ୟାନ ଦେବେ, ଯଦି ଆପଣ ଅଗ୍ନିକୋଣ କମ୍ ଅଛି ଜମି କିଣିଲେ, ତାହେଲେ ଶୁଭଦାୟକ ହୋଇଥାଏ। କିନ୍ତୁ ଆୟତକ୍ଷେତ୍ର ଜମି କିଣନ୍ତୁ, ଯେ କି ପୂର୍ବ ପଶ୍ଚିମ ଅଧିକ ଲମ୍ବ ଥିବା ଜମି ଯଦି କ୍ରୟ କରୁଛନ୍ତି, ତାହେଲେ ବାସ୍ତୁ ପାଇଁ ମଙ୍ଗଳଦାୟକ। ଯଦି ଆୟତକ୍ଷେତ୍ର ଜମି ଆପଣ କିଣୁଛନ୍ତି, ଉତ୍ତର ଦକ୍ଷିଣ ଯଦି ଅଧିକ ଲମ୍ବ ଅଛି, ତାହେଲେ ସେ ଜମି ବାସ୍ତୁ ପାଇଁ ମଧ୍ୟ କ୍ଷତିକାରକ। କାରଣ ସେ ଘର ଯଦି ଆପଣ କରନ୍ତି, ତାହେଲେ ସୂର୍ଯ୍ୟଡିଆଁ ଘର ବା ଦକ୍ଷିଣ ଶୂଳ ଘର ହୋଇଥାଏ। ତେଣୁ ଜମି କ୍ରୟ କଲାବେଳେ ପୂର୍ବ ପଶ୍ଚିମ ଅଧିକ ଲମ୍ବ ଥିବା ଏବଂ କୌଣସି କୋଣ କମ୍ ନଥିବା ଜମି ଯଦି ଆପଣ କ୍ରୟ କରୁଛନ୍ତି, ତାହେଲେ ବାସ୍ତୁ ପାଇଁ ଲାଭଦାୟକ ହୋଇଥାଏ। ଜୟ ଜଗନ୍ନାଥ। ଜୟ ଜୟ ଜଗନ୍ନାଥ।